ନମସ୍କାର ଆପଣ ସମସ୍ତଙ୍କୁ ଆମ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ। ମୋ ରାନୁ ମୁଁ ପିଙ୍କୁ। ତ ଆଜି ଆମେ ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ପଳେଇ ଆସିଛୁ। ବହୁତ ଦିନ ପରେ ଆକ୍ଚୁଆଲି ପଖାଳ ଏ କ'ଣ ବହୁତ ଦିନ ପରେ ବହୁତ ଦିନ ପରେ ଆଜି ଆମର ଅଛି ପଖାଳ ଆଉ ମାଛ ଭଜା, ଓଡ଼ିଆ ମାନଙ୍କ ସ୍ପେଶାଲ। ଏ କ'ଣ ୟାକୁ ଛାଡ଼ିଗଲୁ ଚଳିବ, ସେଟା ଲୁଣ ଲଙ୍କା ନାହିଁ, ଏଟା ମୋ ପାଇଁ ସ୍ପେଶାଲ ନା। ଆଚ୍ଛା ହଉ ଠିକ୍ ଅଛି। ଆଉ ପଖାଳ ଭାତ ପଖାଳ ପୁରା ଦୁଇଟା ରେଡ଼ି ହେଇକି ଅଛି। ମାଛ ଭଜା ଦେଖନ୍ତୁ ପୁରା ପେଟ ପିସ୍ ମୁଁ ଧରିକି ଆସିଛି। ଓକେ, କାରଣ ଏଇଟା ମୋତେ ଭଲ ଲାଗେ, ମାନେ କଣ୍ଟା ଏତେ ନଥାଏ, ଖାଇବାକୁ ପୁରା ମଜା ଲାଗେ। ପେଟ ପିସ୍ ମୋର ପେଟ ପିସ୍ ଦୁଇଟା, ତୋର ଦୁଇଟା। ଓକେ, ଆଉ ଲୁଣ ଲଙ୍କା ତ ଲେମ୍ବୁ ପିକୁ କହିସାରିଲାଣି ତାର ଫେଭରେଟ୍, ଆଉ କ'ଣ କହିବ। ହେଲା, କିଛି ଆଉ କହିବାର ବାକି ଅଛି, ଖାଇବାର ଖାଲି ବାକି ଅଛି। ପିଙ୍କୁ ହିସାବରେ ନାଇଁ ଆଉ ନାଇଁ କି ନା ନାଇଁ କି ଦୌଡ଼ ମୁଳିଆ ମାନେ ଟିକେ ରହିବ ଆଉ। ବହୁତ ଦିନ ପରେ ପଖାଳ ଭାତ ମାଛ ଭଜା। ଆଗ ବାସ୍ନା ଉଁ ଆଗ ବାସ୍ନା ମୋ ଭାତ ଦେ ଖାଇବା ଦରକାର। ମୋତେ ବୋଳୁନାହିଁ ରସୁଣ। ମୁଁ ତ ପିଏ। ପଖାଳ ଭାତ ଗୋଳେଇ ନେବେ, ମାଛ ଭଜା ଟିକେ ଛିଡ଼େଇବେ, ଲୁଣ ଲଙ୍କାରେ ବୁଡ଼େଇବେ। ଚାଲ ଚାଲ ଚାଲ। ଧୀରେ ଖା, କୁଆଡ଼େ ଯିବନି। ସେଠି କଣ୍ଟା ବି କେତେବେଳେ ଡେଞ୍ଜରିୟସ୍।
ମସଲା। ମାଛ ପୁରା ଆହୁରି ଗୋଟେ ରହିଗଲା, ଖାଲି ପେଟ ପିସ୍ ତିନିଟା ଆମେ ଖାଇଦେଲୁ। ବାକି ଏଇଟା ଭିଡ଼ିଓ ସରିଲା ଆମେ ଖାଇଦେବୁ ଜାଣିଛୁ, ପିଙ୍କୁ ଖାଇଦେବୁ ମୁଁ ଜାଣିଛି। ତ ଠିକ୍ ଅଛି, ଆମେ ଭିଡ଼ିଓଟି ଶେଷ କରିବା। ଭଲ ଲାଗିଲେ ନିହାତି ଲାଇକ୍ କମେଣ୍ଟ ଆଉ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲୁ, ନମସ୍କାର।